ଧୋକେବାଜ ମୁଁ ନୁହେଁ, ଏମିତି ଭୁଲିଯିବି। ମୁଁ ଚୁପ୍ ଅଛି କାରଣ ତତେ ପାଇବାର ବାଟ ଖୋଜୁଛି। କାରଣ ତୁ ନ ଜାଣିଲେ ବି ମୋ ହୃଦୟ ଜାଣିଛି ମୁଁ ତତେ କେତେ ଚାହୁଁଛି। ହରେଇଲା ପରେ ହିଁ ଜଣାପଡ଼େ କେତେ ମୂଲ୍ୟବାନ ଥିଲା ସେ ସମୟ, ସେ ମଣିଷ ଆଉ ସେ ସମ୍ପର୍କ। ଯଦି କୌଣସି ବ୍ୟକ୍ତି ତୁମକୁ ଧୋକା ଦେଉଥାଏ ଆଉ ତୁମକୁ ଜଣାପଡ଼ିଗଲା, ତେବେ ତାକୁ କେବେ ଜଣାଅନି ଯେ ତୁମେ ଜାଣିଛ ବୋଲି, ଆଉ ଚୁପଚାପ ତା ହୃଦୟରୁ ଚାଲିଯାଅ, ଯାହାଫଳରେ ସେ ଜୀବନସାରା ଭାବିବ ତୁମେ ତାକୁ କାହିଁକି ଛାଡ଼ିଲ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା। ପ୍ରେମ ହେଉଛି ତାହା, ଯାହାକୁ ପାଇ ସବୁ ଦୁଃଖ ଭୁଲିଯିବା। ବର୍ଷା ଛାଡ଼ିଗଲା ପରେ ଛତା ଯେପରି ବୋଝ ଭଳି ଲାଗେ, ଠିକ୍ ସେହି ମଣିଷମାନଙ୍କର ସ୍ୱାର୍ଥ ହାସଲ ହୋଇଗଲା ପରେ ସମ୍ପର୍କ ବି ସେମାନଙ୍କୁ ବୋଝ ଭଳି ଲାଗେ। ଜୀବନରେ ଯଦି କାହାକୁ କିଛି ଦେବାକୁ ଚାହୁଁଛ, ତେବେ ନିଜ ଭଲପାଇବା ଦିଅ। ସେ ତୁମକୁ କେବେ ଭୁଲିପାରିବ ନାହିଁ। ସିଏ ମୃତ୍ୟୁର ଉପହାର, ଯିଏ ଖରାପ ମଣିଷକୁ ବି ମଶାଣିକୁ ଗଲାବେଳେ ପ୍ରଶଂସା ଦେଇଯାଏ। କେବେ ତାକୁ ବି ଭଲ ପାଇକି ଦେଖ, ଯିଏ ବିନା ସ୍ୱାର୍ଥରେ ତୁମକୁ ଭଲ ପାଆନ୍ତି। ଜୀବନରେ ବେଶୀ ସମ୍ପର୍କ ଦରକାର ନାହିଁ, କିନ୍ତୁ ଯେଉଁ ସମ୍ପର୍କ ଅଛି ତା ଭିତରେ ଜୀବନ ଥିବା ନିହାତି ଜରୁରୀ। କେହି ଦେଖନ୍ତି ନାହିଁ ତମ ଲୁହକୁ, କେହି ଅନୁଭବ କରନ୍ତି ନାହିଁ ତମ କଷ୍ଟକୁ, କିନ୍ତୁ ସମସ୍ତେ ଦେଖନ୍ତି ତମର ସେହି ଭୁଲଟିକୁ। ମଣିଷ ଗୋଟିଏ କାରଣରୁ ଏକା ହୋଇଯାଏ, ନିଜ ଲୋକଙ୍କୁ ଛାଡ଼ିବା ପାଇଁ ଅଜଣା ଲୋକ ପାଖରୁ ଉପଦେଶ ନେଇକି ଥାଏ। ଟିକିଏ ନଇଁଗଲେ ଯଦି ସମ୍ପର୍କ ବଞ୍ଚିଯାଉଛି, ତେବେ ନଇଁବା ଭଲ। କାରଣ ଅହଙ୍କାର ତ ସମସ୍ତଙ୍କ ପାଖରେ ଥାଏ, ହେଲେ କେବଳ ସିଏ ନଇଁଥାଏ ଯିଏ ସମ୍ପର୍କର ମହତ୍ତ୍ୱ ବୁଝେ। ପ୍ରେମ ସେହି ମଣିଷକୁ କର, ଯିଏ ତୁମର ଏହି ତିନୋଟି କଥାକୁ ବୁଝିପାରୁଥିବ। ହସ ପଛରେ ଥିବା ଦୁଃଖ ଆଉ ରାଗ ପଛରେ ଥିବା ଭଲପାଇବା ଏବଂ ଚୁପ୍ ରହିବାର କାରଣ। କାରଣ ଭଲପାଇବା ପାପ ନୁହେଁ, ଭଲପାଇବା ହେଉଛି ଏକ ପବିତ୍ର ସମ୍ପର୍କ।